ଓଡ଼ିଆ ଭାଷା, ସୀମା ଓ ସଂସ୍କୃତିର ସୁରକ୍ଷା ପାଇଁ ଶପଥ ନେବା। ଦିଲ୍ଲୀପ ଦାସ ଈଶ୍ୱରଙ୍କ ନାମ ଶପଥ କରୁଛୁ ଯେ ଓଡ଼ିଆ ଭାଷା, ସୀମା, ସଂସ୍କୃତିର ସୁରକ୍ଷା ପାଇଁ କାମ କରିବି। ବର୍ଷ ସାରା ଏଇଥିପାଇଁ କାମ କରିବା ପାଇଁ ମୁଁ ଆଜି ଶପଥ ନେଉଛି। ମୁଁ ଦିଲ୍ଲୀପ ଦାସ ଶର୍ମା ଓଡ଼ିଆ ଭାଷା, ସୀମା, ସଂସ୍କୃତିର ସୁରକ୍ଷା ପାଇଁ କାମ କରିବା ପାଇଁ ଶପଥ ନେଉଛି। ମୁଁ ଏହି ଶପଥ ମାନିବାକୁ ବାଧ୍ୟ ହେବି। ଧନ୍ୟବାଦ। ରାଜଧାନୀରେ ଉତ୍କଳ ଦିବସ ପାଳିତ। ଓଡ଼ିଆ ଭାଷା, ସୀମା ଓ ସଂସ୍କୃତିର ସୁରକ୍ଷା ପାଇଁ ଶପଥ ନେଲେ ଉତ୍କଳ ସମ୍ମିଳନୀର ସଦସ୍ୟମାନେ। ମୁଁ ଦିଲ୍ଲୀପ ଦାସ ଶର୍ମା ଓଡ଼ିଆ ଭାଷା, ସୀମା, ସଂସ୍କୃତିର ସୁରକ୍ଷା ପାଇଁ କାମ କରିବା ପାଇଁ ଶପଥ ନେଉଛି। ମୁଁ ଏହି ଶପଥ ମାନିବାକୁ ବାଧ୍ୟ ହେବି। ଧନ୍ୟବାଦ। ଉତ୍କଳ ସମ୍ମିଳନୀ କେନ୍ଦ୍ର କାର୍ଯ୍ୟାଳୟରେ ଉତ୍କଳ ସମ୍ମିଳନୀର ପତାକା ଉତ୍ତୋଳନ ପରେ ଓଡ଼ିଶା ପ୍ରଦେଶ ଗଠନ କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେବ ଓ ପୂର୍ବତନ ସଭାପତି ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଉତ୍କଳ ସମ୍ମିଳନୀ ପକ୍ଷରୁ ରାଜଧାନୀରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ ଉତ୍କଳ ଦିବସରେ ପ୍ରଥମ ବାର୍ତ୍ତା ଅଛି ଓଡ଼ିଆ ଭାଷା, ସୀମା ଓ ସଂସ୍କୃତିର ସୁରକ୍ଷା ପାଇଁ ଶପଥ ନେବା। ଏଣୁ ସମ୍ମିଳନୀର କାର୍ଯ୍ୟାଳୟରେ ଓଡ଼ିଆ ଭାଷା, ସୀମା ଓ ସଂସ୍କୃତିର ସୁରକ୍ଷା ପାଇଁ ଉତ୍କଳ ସମ୍ମିଳନୀର ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ। ଉତ୍କଳ ଦିବସର କାର୍ଯ୍ୟାଳୟରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ସମ୍ମିଳନୀର ବରିଷ୍ଠ ଉପଦେଷ୍ଟା ପଦ୍ମଚରଣ ନାୟକ, ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ଜେନା ଓ ସୁକାନ୍ତ କୁମାର ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ସଭାପତି ଅଧିବକ୍ତା ଅନନ୍ତ ପ୍ରସାଦ ଜେନା ସଭା ତୁଲାଇ ସଭାପତିତ୍ୱ କରାଇଥିବା ବେଳେ ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ତଥା ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତି ଦିଲ୍ଲୀପ ଦାସ ଶର୍ମା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମିଳନୀର ଉପସଭାପତି ଡକ୍ଟର ସୁରେନ୍ଦ୍ର ମୋହନ ମିଶ୍ର, ମଞ୍ଚେଶ୍ୱର ଶାଖା ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ଯୁଗ୍ମ ସମ୍ପାଦକ ସିଦ୍ଧାର୍ଥ ଶଙ୍କର ଗଡ଼ନାୟକ ଓ ଅକ୍ଷୟ ଚେଠି, ଭୁବନେଶ୍ୱର ଶାଖା ସଭାପତି ସୁବ୍ରତ ମହାପାତ୍ର, କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ବସନ୍ତ ତ୍ରିପାଠୀ, ସୁରଜିତ ପରିଡ଼ା, ଶଶିଭୂଷଣ ଦାସ, ଧରଣୀଧର ରାଉତ, ରାମଚନ୍ଦ୍ର ସାମଲ, ଦୀପ୍ତିମୟୀ ନାୟକ, ପ୍ରକାଶ ସାମଲ, ଅନୁପମ ବେହେରା, ନାରାୟଣ ସୁତାର, ଶିବାନୀ ବେହେରା ଓ ରଜନୀକାନ୍ତ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଉତ୍କଳ ସମ୍ମିଳନୀ କେନ୍ଦ୍ର କାର୍ଯ୍ୟାଳୟରେ ଅନୁଷ୍ଠିତ ସମାରୋହରେ ଶପଥ ଗ୍ରହଣ କରିଥିଲେ। ବ୍ୟୁରୋ ରିପୋର୍ଟ, ଅଖଣ୍ଡ ଓଡ଼ିଶା।